ଜୟ ଶ୍ରୀ ଜଗନ୍ନାଥ। ଅନେକ ସମୟରେ ଆମେ ଦିନରାତି ଏକ କରି ପ୍ରାର୍ଥନା କରୁ। ଶ୍ରାବଣ ମାସ ସାରା ନିଷ୍ଠାର ସହ ମହାଦେବଙ୍କ ନାମ ନେଉ। ଭାବୁ ଯେ ବୋଧହୁଏ ଏଥର ଭୋଳାନାଥ ଆମର ସବୁ ଦୁଃଖ କଷ୍ଟ ହରଣ କରିବେ, ସବୁ ଦୁଃଖ କଷ୍ଟକୁ ଶୁଣିବେ। କିନ୍ତୁ ତଥାପି ଜୀବନରୁ କଷ୍ଟ କମେ ନାହିଁ। କେବେ ଭାବିଛନ୍ତି କି ଏପରି କାହିଁକି ହୁଏ? ସମସ୍ୟା ଆମ ଭକ୍ତିରେ ନଥାଏ। ସମସ୍ୟା ଥାଏ ଆମର ଅଜାଣତରେ ହେଉଥିବା କିଛି ଛୋଟ ଛୋଟ ଭୁଲ। ଶ୍ରାବଣ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଯାହାକୁ ଅତ୍ୟନ୍ତ ପବିତ୍ର ମାସିକ ଶିବରାତ୍ରି କୁହାଯାଏ, ଏହି ଦିନ ଗୋଟିଏ ଭୁଲ ଆପଣଙ୍କର ସମସ୍ତ ପୂଜାପାଠର ଫଳକୁ ଶୂନ୍ୟ କରିଦିଏ। ତାହେଲେ ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ସେହି କଥା ଜାଣିବା ଯାହାକି ଆପଣଙ୍କୁ ଚତୁର୍ଦ୍ଦଶୀ ଦିନ ଭୁଲରେ ବି କରିବେ ନାହିଁ, ଯାହା ସିଧାସଳଖ ମହାଦେବଙ୍କ କୃପାରୁ ଆପଣଙ୍କୁ ବଞ୍ଚିତ କରିଥାଏ। ତାହେଲେ ଆସନ୍ତୁ ଜାଣିବା ସେହି ଭୁଲ ଗୁଡ଼ିକ କ'ଣ। ଜୟ ଶ୍ରୀ ଜଗନ୍ନାଥ। ହର ହର ମହାଦେବ। ଶ୍ରାବଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି କେବଳ ଏକ ପର୍ବ ନୁହେଁ ଆଜ୍ଞା, ଏହା ହେଉଛି ମହାଦେବଙ୍କ ହୃଦୟ ସହ ଯୋଡ଼ି ହେବାର ସବୁଠାରୁ ସହଜ ସୁଯୋଗ ସମୟ। କୁହାଯାଏ ଏହି ରାତ୍ରିରେ ବ୍ରହ୍ମାଣ୍ଡର ସମସ୍ତ ସାତ୍ତ୍ୱିକ ଊର୍ଜା ଶିବଲିଙ୍ଗରେ କେନ୍ଦ୍ରୀଭୂତ ହୋଇଥାଏ। ଭୋଳାନାଥ ତ ଅଳ୍ପ ଜଳ ଏବଂ ଗୋଟିଏ ଛୋଟ ବେଲପତ୍ରରେ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। କିନ୍ତୁ ଆମର କିଛି ଅସାବଧାନତା କାରଣରୁ ଆମେ ତାଙ୍କ କୃପାରୁ ବଞ୍ଚିତ ହେଉଥାଉ। ଚାଲନ୍ତୁ ଜାଣିବା ସେହି ଚାରୋଟି ବଡ଼ ଭୁଲ ବିଷୟରେ। ପ୍ରଥମ ଭୁଲ ହେଲା ମନରେ କ୍ରୋଧ, ମୁଖରେ କଟୁ କଥା ଏବଂ ନିଜ ଘରରେ ଅଶାନ୍ତି। ଆପଣ ଦିନସାରା ଉପବାସ ରଖିଲେ, କିନ୍ତୁ ଶିବଲିଙ୍ଗରେ କ୍ଷୀର ଢାଳିଲେ, କିନ୍ତୁ ସନ୍ଧ୍ୟାବେଳେ ଘରର କୌଣସି ସଦସ୍ୟକୁ କଟୁ କଥା କହିଲେ କିମ୍ବା ବାପା ମାଆଙ୍କ ମନରେ କଷ୍ଟ ଦେଲେ, ତେବେ ମନେ ରଖନ୍ତୁ ସେହି ଜଳାଭିଷେକ ମହାଦେବ କେବେ ବି ଗ୍ରହଣ କରିବେ ନାହିଁ। ମହାଦେବଙ୍କ ଅନ୍ୟ ନାମ ହେଉଛି ଶାନ୍ତ ଏବଂ ସୌମ୍ୟ। ସେ ସେହି ଘରେ ବାସ କରନ୍ତି ଯେଉଁଠି ଶାନ୍ତି ଥାଏ। ଚତୁର୍ଦ୍ଦଶୀ ଦିନ ଯଦି ଆପଣ କାହାକୁ ଆଘାତ ଦେଉଛନ୍ତି, କାହାକୁ କଟୁ କଥା କହୁଛନ୍ତି, ତେବେ ଆପଣ ପ୍ରକୃତରେ ଶିବଙ୍କର ପ୍ରିୟ ଜୀବନକୁ ଆଘାତ ଦେଉଛନ୍ତି। ଏହି ଦିନ ନିଜ କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ। ଏହା କାହା ପ୍ରତି ମନରେ ହିଂସା ବା କ୍ରୋଧ ଭାବ ଆଣନ୍ତୁ ନାହିଁ କିମ୍ବା ପାପ ଭାବ ଆଣନ୍ତୁ ନାହିଁ। ଦ୍ୱିତୀୟ ଭୁଲଟି ହେଉଛି ଶିବ ପୂଜାରେ ବର୍ଜିତ ଜିନିଷର ବ୍ୟବହାର। ଅନେକ ସମୟରେ ଆମେ ନ ଜାଣି ପୂଜାରେ ଏପରି ଜିନିଷ ଚଢ଼ାଇ ଦେଉ ଯାହା ମହାଦେବଙ୍କ ପୂଜାରେ ସମ୍ପୂର୍ଣ୍ଣ ବର୍ଜିତ ହୋଇଥାଏ। ତାହେଲେ ବେଲପତ୍ର ସଦାସର୍ବଦା ଅଖଣ୍ଡ ହେଉଥିବା ଆବଶ୍ୟକ। ଛିଣ୍ଡା ବେଲପତ୍ର କେବେ ବି ଚଢ଼ାଇବେ ନାହିଁ। ଛିଣ୍ଡା ବେଲପତ୍ର ଅଶୁଭତ୍ୱ ଆଣିଥାଏ। ଦ୍ୱିତୀୟଟି ହେଲା ତୁଳସୀ ପତ୍ର ଏବଂ କେତକୀ ଫୁଲ। ଶ୍ରାବଣ ଚତୁର୍ଦ୍ଦଶୀରେ ଶିବଲିଙ୍ଗରେ କେବେ ବି ତୁଳସୀ କିମ୍ବା କେତକୀ ଫୁଲ ଚଢ଼ାନ୍ତୁ ନାହିଁ। ସିନ୍ଦୁର ଏବଂ ହଳଦୀ। ମହାଦେବ ବୈରାଗୀ। ଶିବଲିଙ୍ଗରେ କେବଳ ଚନ୍ଦନ କିମ୍ବା ଭସ୍ମ ଲଗାଯାଏ, ସିନ୍ଦୁର କିମ୍ବା ହଳଦୀ ନୁହେଁ। ଏହି ସାମାନ୍ୟ ଭୁଲ ଆପଣଙ୍କ ପୂଜାର ଶୁଭ ଫଳକୁ ନଷ୍ଟ କରିଦିଏ। ତାହେଲେ ତୃତୀୟ ଭୁଲ ହେଲା ଚତୁର୍ଦ୍ଦଶୀ ରାତିରେ ଶୋଇ ରହିବା କିମ୍ବା ଅସାତ୍ତ୍ୱିକ ଆଚରଣ କରିବା। ଚତୁର୍ଦ୍ଦଶୀ ରାତି ହେଉଛି ଜାଗରଣ ଏବଂ ସାଧନାର ରାତି। ଏହି ଦିନ ସନ୍ଧ୍ୟା ପରେ ପରେ ଘରେ ଅନ୍ଧାର ରଖିବା କିମ୍ବା ଅସାତ୍ତ୍ୱିକ ଯେମିତିକି ଆମିଷ, ପିଆଜ ରସୁଣ ଆଦି ମଦ୍ୟପାନ ଆହାର ଗ୍ରହଣ କରିବା ମହାପାପ ସଦୃଶ। ଯଦି ଆପଣ ବ୍ରତ ରଖିନାହାନ୍ତି, ତଥାପି ମଧ୍ୟ ଏହି ଦିନ ସାତ୍ତ୍ୱିକ ଭୋଜନ କରନ୍ତୁ। ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ୱାରରେ ଏବଂ ଠାକୁର ଘରେ ଗୋଟିଏ ସୋରିଷ ତେଲର ଦୀପ କିମ୍ବା ଘିଅର ଦୀପ ମଧ୍ୟ ନିଶ୍ଚୟ ଲଗାନ୍ତୁ। ଏହି ରାତ୍ରିରେ ମହାଦେବଙ୍କର ଓମ୍ ନମଃ ଶିବାୟ ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଏ। ତାହେଲେ ବନ୍ଧୁଗଣ, ଚତୁର୍ଥ ଭୁଲଟି ଆସନ୍ତୁ ଜାଣିବା। ଶିବଲିଙ୍ଗକୁ ଡେଇଁବା କିମ୍ବା ନିର୍ମାଲ୍ୟର ଅନାଦର କରିବା। ଅନେକ ଲୋକ ମନ୍ଦିରରେ ପୂଜା କରିବା ସମୟରେ ଜଳାଧାରକୁ ଅତିକ୍ରମ କରିଦିଅନ୍ତି କିମ୍ବା ଶିବଲିଙ୍ଗ ଉପରେ ଚଢ଼ା ହୋଇଥିବା ପ୍ରସାଦକୁ ସାଧାରଣ ପ୍ରସାଦ ଭାବି ନିଜେ ଖାଇଦିଅନ୍ତି। କିନ୍ତୁ ମନେ ରଖନ୍ତୁ ଆଜ୍ଞା, ଶିବଲିଙ୍ଗର ସ୍ପର୍ଶରେ ଥିବା ପ୍ରସାଦ ଚଣ୍ଡେଶ୍ୱରଙ୍କ ଅଂଶ ହୋଇଥାଏ। ତାହାକୁ ସାଧାରଣ ଗୃହସ୍ଥ ଖାଇବା ବର୍ଜିତ।
କେବଳ ଶିବଲିଙ୍ଗରୁ ଅଲଗା ରଖାଯାଇଥିବା ଭୋଗକୁ ପ୍ରସାଦ ଭାବେ ଆପଣ ଗ୍ରହଣ କରିପାରିବେ। ତାହେଲେ ବନ୍ଧୁଗଣ, ମହାଦେବ ବଡ଼ ଦୟାଳୁ। ସେ ଆମର ଧନ ସମ୍ପତ୍ତି ଦେଖନ୍ତି ନାହିଁ, ସେ କେବଳ ଆମ ମନରେ ଥିବା ଭାବକୁ ଦେଖନ୍ତି। ଶ୍ରାବଣ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ଏହି ପବିତ୍ର ଦିନରେ ନିଜ ଭିତରର ଅହଙ୍କାରକୁ, ଘୃଣା ଏବଂ ଖରାପ ଅଭ୍ୟାସକୁ ଶିବଙ୍କ ପାଖରେ ସମର୍ପଣ କରିଦିଅନ୍ତୁ ଏବଂ ଗୋଟିଏ ଢାଳ ଶୁଦ୍ଧ ଜଳ ଏବଂ ନିଷ୍ଠାପର ମନ ନେଇ କୁହନ୍ତୁ, ହେ ଭୋଳାନାଥ, ମୋର ଅଜାଣତରେ ହୋଇଥିବା ସବୁ ଭୁଲକୁ କ୍ଷମା କରିଦିଅନ୍ତୁ। ଦେଖିବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ସମସ୍ୟା ବି ଆପେ ଆପେ ଦୂର ହୋଇଯିବ। ଯଦି ଆପଣ ମହାଦେବଙ୍କର ସଚ୍ଚା ଭକ୍ତ, ତେବେ କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିବାକୁ କେବେ ବି ଭୁଲିବେ ନାହିଁ। ଭିଡ଼ିଓଟି ଭଲ ଲାଗିଥିଲେ ନିଜ ପ୍ରିୟଜନଙ୍କ ସହିତ ସେୟାର କରନ୍ତୁ, ଯେପରି ସେମାନେ ବି ଏହି ଭୁଲରୁ ବଞ୍ଚିତ ରହିପାରିବେ। ହର ହର ମହାଦେବ। ଜୟ ଶ୍ରୀ ଜଗନ୍ନାଥ।